ମୁଁ ସଂଘମିତ୍ରା ବିଶ୍ୱାଳ ଘର ବାବୁରିଗାଁ। ଏଇଟା ଏଇ ପ୍ରଥମ ବର୍ଷର ଅନୁଷ୍ଠାନ। ସବୁ ମାଆ ମାନେ ଆମ ଆଞ୍ଚଳିକ ମଞ୍ଚର ଯେଉଁ ମାଆ ମାନେ ଅଛନ୍ତି ଗୋଷ୍ଠୀର ସଭ୍ୟମାନେ ସେମାନେ ଗୋଟେ ପ୍ରସ୍ତାବ ରଖିଥିଲେ କି ଆମେ ବାହାରେ ସବୁ ଦେଖୁଛନ୍ତି ତ ଆମ ଗାଁରେ ଆମେ ଗୋଟେ ରଜ ମହୋତ୍ସବ କରିବା। ତ ସେମାନେ ମାଆ ମାନଙ୍କର ବହୁତ ସହଯୋଗ। ମୁଁ ଖାଲି ଜଷ୍ଟ ତାଙ୍କୁ ସାଥ ଦେଇଛି, କିନ୍ତୁ ସେମାନେ ପୁରା ଘର ଘର ବୁଲିକି ପୁରା ମାନେ ଘଡ଼ଘଡ଼ି ବିଜୁଳି ମାରୁଥିବ ତଥାପି ବି ସେମାନେ ଘର ଘର ବୁଲିକି ଚାନ୍ଦା ଆଦାୟ କରିଛନ୍ତି। ସେଥିରେ ବି ବହୁତ ଲୋକ ବହୁତ କମେଣ୍ଟ ବି ଆସିଛି। ତାକୁ ଖାତିର ନ କରିକି ସେମାନେ ସମସ୍ତେ ଆଜି ଏଇ ରଜ ମହୋତ୍ସବ କରିବାକୁ ଆଗେଇ ଆସିଲେ। ଯାହା ହଉ ଆମର ଏତେ ଦିନର ମାନେ ଏତେ ଯେଉଁ ପରିଶ୍ରମ କରିଥିଲୁ ଆଉ ଆମର ଆଶା ସଫଳ ହେଇଛି। ଆମେ ବହୁତ ବଢ଼ିଆ ଲାଗୁଛି କି ମାଆ ମାନେ ଆଜି ଆସିଛନ୍ତି, ଏଠି ଝୁଲି ଖେଳୁଛନ୍ତି, ସମସ୍ତେ ଏନ୍ଜୟ କରୁଛନ୍ତି। ଆଉ ଆମର ସନ୍ଧ୍ୟାବେଳେ ମନୋରଞ୍ଜନ କାର୍ଯ୍ୟକ୍ରମ ବି ଅଛି। ଛୋଟ ଛୋଟ କୁନି କୁନି ପିଲାମାନଙ୍କ ଦ୍ୱାରା ଅନୁଷ୍ଠିତ ହେବ ନୃତ୍ୟ ଗୀତ ପରିବେଷଣ କରିବେ ସେମାନେ। ଆଉ ଆଜି ବହୁତ ଏନ୍ଜୟ କରୁଛୁ, ବହୁତ ଭଲ ଲାଗୁଛି। ହ୍ୟାପି ରଜ। ଆପଣଙ୍କର ଏଠି କେବେଠୁ ପାଳନ ହେଲାଣି? ମାନେ ରଜ ତ ଆଜି ଦ୍ୱିତୀୟ ଦିନରେ ପଡ଼ିଲାଣି, ଏଠି କେବେଠୁ ଆରମ୍ଭ? ଆମର କାଲିଠାରୁ ଆରମ୍ଭ ହେଇଛି। କାଲି ଆମର ମା ମାନଙ୍କୁ ନେଇକି ସ୍କିପିଂ, ପୁଚି ଆଉ ଯୋଉ ନିଡିଲ ରେସ୍ ଆଜି ସବୁ ଖେଳ କରାହେଇଥିଲା। ଆଜି ଆମେ ମ୍ୟୁଜିକ୍ ଚେୟାର କରୁଛୁ। ଆଉ ଆସନ୍ତା କାଲି ବି ଆମର ପ୍ରୋଗ୍ରାମ ଅଛି। ଆମେ ମା ମାନଙ୍କର ଗୋଟେ କୁଇଜ୍ କାର୍ଯ୍ୟକ୍ରମ କରାଇବୁ। ତାପରେ ଆମର ପ୍ରବଚନ ବି ଆମେ ରଖିଛୁ। କାଲି ଓମ୍ ଶାନ୍ତିର ଗୋଟେ ପ୍ରବଚନ କାର୍ଯ୍ୟକ୍ରମ ଅଛି। ତାପରେ ଆମର ପ୍ରାଇଜ୍ ଡିଷ୍ଟ୍ରିବ୍ୟୁସନ୍ ହେବ। ଯେଉଁ ମା ମାନେ ଆମର ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ହେଇଛନ୍ତି ସେମାନଙ୍କ ପାଇଁ ଆମର ପ୍ରାଇଜ୍ର ବ୍ୟବସ୍ଥା କରାଯାଇଛି, ସାର୍ଟିଫିକେଟ୍ ମଧ୍ୟ କରାଯାଇଛି। ସେମାନଙ୍କୁ କାଲି ଉଦ୍ଯାପନ ଦିବସରେ ଆମେ ସେମାନଙ୍କୁ ପୁରସ୍କୃତ କରିବୁ। ଖୁସି ଅଛନ୍ତି? ବହୁତ ଖୁସି, ବହୁତ ଖୁସି। ମୋ ନାଁ ପୁଷ୍ପିତା ବେହେରା, ଆମ ଘର ବାବୁରିଗାଁ ଧଳସାହି। ବହୁତ ଖୁସି ଅଛୁ। ଆଉ ଏଇ କାର୍ଯ୍ୟକ୍ରମଟା ଆରମ୍ଭ କରିବା ପାଇଁ ବହୁତ ଆମକୁ ପରିଶ୍ରମ ହେଇଛି। ଆମର ସଂଘମିତ୍ରା ଦିଦି ଆମକୁ ବହୁତ ସାଥ ଦେଇଛନ୍ତି। ସିଏ ଆମର ମେନ୍ ଦିଦି ଅଛନ୍ତି। ଆଉ ହେଉଛି ବହୁତ ଖୁସି ଅଛୁ ଆମେ ଏ ରଜକୁ ନେଇ। ବହୁତ ଆମେ ଏନ୍ଜୟ କରୁଛୁ, ରଜ ଦୋଳି ଖେଳୁଛୁ। ରଜ ବର୍ଷ ବୁଡ଼ି ବୁଡ଼ି ଯାଉଛି। ଆଜ୍ଞା। କିନ୍ତୁ ବର୍ତ୍ତମାନ ମହିଳାମାନଙ୍କୁ କ'ଣ କହିବେ ରଜ ସଂକ୍ରାନ୍ତି କେମିତି ବଞ୍ଚିବା ପାଇଁ ଆପଣମାନଙ୍କ ଯେମିତି ପ୍ରୟାସ କରୁଛନ୍ତି? କ'ଣ କଲେ ଅନ୍ୟ ଅଞ୍ଚଳରେ ଏମିତି ପ୍ରୟାସ ହେଇପାରିବ? ସମସ୍ତେ ମା ମାନେ ଯଦି ଏକଜୁଟ ହେବେ ତାହେଲେ ଯାଇ ରଜଟା ଯେମିତି ସେଲିବ୍ରେସନ୍ ହେଉଛି ହେଇପାରିବ। ଆଉ ହେଉଛି ସବୁ ମା ମାନଙ୍କୁ ମୋର ଅନୁରୋଧ, ସବୁ ବର୍ଷ ବି ଏଇଭଳିଆ ସାହାଯ୍ୟ ସହଯୋଗ ଦେଲେ ଆମେ ଏମିତି ଭଲରେ ବି କରିପାରିବୁ। ଭାଗ୍ୟବତୀ ଭୂଇଁଆ, ଗାଁ ବାବୁରିଗାଁ। ରଜ ଆମେ ମାସେ ହେଇଯିବ ଆମ CRP ମ୍ୟାଡ଼ାମ୍ ସିଏ ତାଙ୍କର ମିଟିଂ ଗୋଟେ ଡାକିଥିଲେ। ସବୁ ମେମ୍ବର ମାନେ ସମସ୍ତେ ସହଯୋଗ ତାଙ୍କ ସାଙ୍ଗରେ କଲେ। କରିବା ପରେ ଆମେ ଘର ଘର ବୁଲିକି ପଇସା କଲେକ୍ସନ୍ କରିକି ରଜ ମହୋତ୍ସବ ରଜ ବନେଇବା ପାଇଁ ଅନ୍ୟ ଅଞ୍ଚଳରେ ଦେଖିବାକୁ ମିଳୁଛି ବର୍ତ୍ତମାନ ରଜ ଗୋଟେ ଆସ୍ତେ ଆସ୍ତେ ଲୋପ ପାଇପିକା ଯାଉଛି। କ'ଣ କଲେ ଏଇ ରଜଟା ବଞ୍ଚି ପାରିବ ବୋଲି ଆପଣମାନେ ଭାବୁଛନ୍ତି? ଆମ CRP ଭଳିଆ ଯଦି ସବୁ CRP ମାନେ ଏମିତି ତାଙ୍କ ମେମ୍ବରମାନଙ୍କୁ ସମସ୍ତଙ୍କୁ ଏକଜୁଟ କରିକି ସବୁ ମେମ୍ବରମାନଙ୍କ ମନକୁ ସମସ୍ତଙ୍କୁ ଏକସାଥ କରିକି ତାପରେ ମୁଖ୍ୟ ରହିଲେ ଆମ CRP ମ୍ୟାଡ଼ାମ୍। ଆମ CRPଙ୍କ ପାଇଁ ଆଜି ସବୁ ମେମ୍ବର ଏକଜୁଟ ହେଇକି ଆଜି ଏତେ ବଡ଼ ଆୟୋଜନ ଆମେ କରିପାରିଛୁ। ସବୁ CRP ଯଦି ଚାହିଁବେ ସବୁ ମେମ୍ବରମାନଙ୍କୁ ନେଇକି ଏଇଭଳିଆ ସେମାନେ କରିପାରିବେ। ଏଇଟା ସବୁଦିନ ପାଇଁ ନିଜ ନିଜ ଗାଁରେ ବି